यस, सुशांत नायक सर अनम्यूट है जानतु। हाँ, बहुत बढ़िया। नमस्कार, जय जगन्नाथ। गुरु जी प्रणाम। सर प्रणाम। यस। ମୋ ନାଁ ସୁଶାନ୍ତ କୁମାର ନାୟକ, ଆଜ୍ଞା। କନ୍ଧମାଳ। ମୁଁ ଏଠି ସର୍ଭିସ କରୁଛି ବହୁତ ବଢିଆ ଫରେନ୍ ଡିପାର୍ଟମେଣ୍ଟରେ। ଆଉ ସାରେ ସେ କଥା କହିଲେ ତ ନ ସରେ। ସर। ମାନେ ଗ୍ୟାଷ୍ଟ୍ରିକ ଥିଲା, ବହୁତ ଗ୍ୟାଷ୍ଟ୍ରିକ। ଆଜ୍ଞା। ତାପରେ ଥଣ୍ଡା, ସ୍କିନ୍ ଡିଜିଜ ଥିଲା, ଅ, ବହୁତ ଗୁଡିଏ ପେଟ ଡିଜିଜ ତ କହିଲେ ନ ସରେ, ଏକ୍ସେସ, ପୁରା ଏକ୍ସେସ। ହୁଁ ହୁଁ ମାନେ ଏତେ, ମାନେ ଯାହା ଖାଇଲେ ବି ଟୋଟାଲି ଡାଇଜେସନ ହବନି ମୋର, ହୁଁ। ଟୋଟାଲି ନାହିଁ। ମାନେ ଏମିତି ଇଆଡେ ଖାଉ ଖାଉ ସିଆଡେ ଝାଡା, ଓକେ। ବୁଝିଲେ। ମାନେ ଟୋଟାଲି ବେଲେ ଟୋଟାଲି ଡାଇଜେସନ ହବନି। ମାନେ ଏତେ, କଣ କହିବି ଆଉ, ସେ ସାଲାନ କଣ, ଇଞ୍ଜେକ୍ସନ କଣ, କାହିଁ କଣ। ଏବେ ସବୁ ବନ୍ଦ। ହଁ, ଏବେ ଏବେ ଟୋଟାଲ ବନ୍ଦ ହେଇଯାଇଛି ହେଲା। ବହୁତ। ଆଉ ବିପି ଟା ଦି ବେଳା ଖାଉଥିଲି ଟାବଲେଟ, କେବଳ ଗୋଟେ ଟାଇମ ଖାଉଛି, କିନ୍ତୁ ମୁଣ୍ଡ କେହି ମତେ କିଛି ଫିଲ୍ ହଉନି। ଆଉ ଘରେ ତ ମେସିନ ଫେସିନ ସବୁ ଅଛି, କିନ୍ତୁ ଯେତେବେଳେ ଦେଖିଲେ ହେଲେ ନର୍ମାଲ ଅଛି। ବହୁତ ବଢିଆ। ନିଦ ନିଦ ଟିକେ ଦିନ ବେଳା ବହୁତ ନିଦ ପଳେଇ ଆସୁଛି, କିନ୍ତୁ ରାତି ନିଦ ନଥିଲା ନା ଏତେ ବର୍ଷ ହେଲା, ଏବେ ଆସୁଛି ନିଦ। ବ୍ୟାଲେନ୍ସ ହେଇଗଲା। ଦିନ ବେଳା ବେଶୀ ନିଦ ଆଉଛି, ରାତି ବେଳା ଟିକେ କମି ଯାଉଛି, ଆଜ୍ଞା। ବୁଝିଲେ। ଦିନ ବେଳା ଅଫିସ ରେ ଥିବି, ନିଦ ପଳେଇ ଆସୁଛି। ଏବେ ବ୍ୟାଲେନ୍ସ ହେଇଯିବ। ମୋ- ଏବେ ଆମର ମୋ- ସେଭେନ ସି ଚାଲିଛି ନା। ମୋର ଟିକେ ଏବେ ସେଭେନ ସି ଚାଲିଛି ନା, ବ୍ୟାଲେନ୍ସ ହେଇଯିବ। ବ୍ୟାଲେନ୍ସ। ଆଉ ଟିକେ ଅଛି, ଡରଟା ଟିକେ ଅଛି, ଡରଟା। ଆଉ ଧୀରେ ଧୀରେ ଦୂର କରିଦବା। ମୁଁ କହିଲି ସେଇଟା ଜୟପୁର ଗଲେ ପଳେଇବ ମୋର। ଆଜ୍ଞା। ଆଉ କାଲି ତ ବାହାରୁଛି ସକାଳୁ। ଆଜ୍ଞା ଆଜ୍ଞା। କାଲି ସକାଳୁ ବାହାରୁଛି, ଏତ ତ ଇଏ ନାହିଁ, ଆମେ ତିନି ଏକା ଯିବୁ ଆଉ। ଆଜ୍ଞା ଆଜ୍ଞା, ବହୁତ ବଢିଆ, ବହୁତ ବଢିଆ। ଆଉ ଆଉ ସାର୍, ଏବେ ମାନେ ଆପଣ ତ ଅଧ ବାଟରୁ ଫେରିକି ପଳେଇଥିଲେ, ବୋଧେ ବର୍ଷେ ଦି ବର୍ଷ ପୂର୍ବରୁ ଆସିଥିଲେ। ଓକେ। ଯୋଉ ସେ ସେଇଟା ଯୋଉ ଆପଣ ଯୋଉ କହିଲେ, ମାନେ ହିଟ୍ କଥା ଯାକ, ମାନେ ପୁରା ମୁଁ ହିଟ୍ ହିଟ୍ ପୁରା ମାଡ ଦେବି, ବୁଝିଲେ। ସେଇ ହିଟ୍ ମାତ୍ରେ ମୁଁ ଯାଇଛି। ଆଜ୍ଞା, ଇଚ୍ଛା ହେଲା ଆସନ୍ତୁ, ନହେଲେ ନାହିଁ, ଆମ ତରଫରୁ ବାଧ୍ୟ ନାହିଁ, ତେଲ ମରା ହବନି କାହାକୁ। ସେଇ ହିଟ୍ ମାତ୍ରେ ପଳେଇଥିଲେ। ସେ- ସେଇ ହିଟ୍ ବାଟରେ ମୁଁ ଯାଇଛି, ରିଏଲି ସତ କଥା। ତାପରେ ଭଗବାନ କଣ ସେ ଦୟା ମନୋଭାବ, ମୁଁ ତ ଜାଣିନି। ପୁଣି ବୁଲେଇ ବୁଲେଇ ଆସିକିରି ମତେ ସେଇ ଜାଗାରେ ପହଞ୍ଚେଇଛନ୍ତି। ଆଜ୍ଞା। ବୁଝିଲେ? ମୁଁ ମୁଁ ଆଉ କଣ କରିବି? ମୁଁ କହିଲି ନାଇଁ, ଯାହା ନ ହଉ, ଏଇ ଭିତରେ କଣ ଅଛି, ମୁଁ ଆଗେ ଟିକେ ଦେଖେ। ଆଜ୍ଞା। ମୁଁ ମୁଁ କହିଲି ଯାହା ହଉଛି ହଉ, ଯାହା ହଉଛି ହଉ, ଯାହା କୁହନ୍ତୁ, ତାପରେ ଆସିକିରି ଏଇ ଭିତରେ ଭଗବାନ କୃପାରୁ ଫାଷ୍ଟ କେବେ ଆସିଥିଲେ ସାର୍? ପଶିଲି। କେବେ ଆସିଥିଲେ? ଫାଷ୍ଟ ଆସିଥିଲି 2023ରେ ସାର୍। 23ରେ ଆସିଥିଲେ। ଓକେ, 2023ରେ ଆସିଥିଲେ। 23ରେ ଆସିଥିଲି। 2023ରେ ଆସିଥିଲି, 23ରେ ଆସିଥିଲି ତ। ତାପରେ ଗୋଟେ ଥର ଏ ଯୋଉ 99 ପେ କରିକିରି ୱାନ୍ ଡେ କ୍ଲାସ କରିଥିଲି। ହଟ୍ ହେଇକି ପଳେଇଲେ। ଏ ଏ ହିଟ ମାଡ ସକାଶେ ମୁଁ କହିଲି ଗୁରୁଜୀ ଯାହା କହୁଛନ୍ତି ସତ କଥା। ଏବେ ଏବେ ରିଏଲି ଶୁଣିଲି ଆପଣଙ୍କ ପାଖରୁ। ମୁଁ କହିଲି କଣ, ତିନି ଆମେ ତ ବର୍ଷ ତଳେ। ପୁଣି ଏଇ କଥା। ମତେ ମତେ ସେଇଟା ଟିକେ ପ୍ରୋବ୍ଲେମ ବାଧିଥିଲା ଟିକେ। ଆଜ୍ଞା। ତାପରେ ଭଗବାନଙ୍କୁ ଆଶୀର୍ବାଦରୁ ଯାହା ହେଲେ ମୁଁ କହିଲି ନାହିଁ, ସେ ତ ଟାଣୁଛନ୍ତି ସେଇ ଜାଗାକୁ, ଆଉ ଯେମିତି
ସାର୍ ଆପଣ କହିଥିଲେ ଯେ କେବେ ନା କେବେ ଗୋଟେ ଏମିତି ଭାବନା କରିଥିବେ ଯେ ଏମିତି ଗୋଟେ ସିଷ୍ଟମ ଗୋଟେ ବାହାରିଥାନ୍ତା ଯେ ପ୍ରକୃତରେ ବିନା ମେଡିସିନ ରେ ଆମେ କେମିତି ଟିକେ ସୁସ୍ଥ ଅନୁଭବ କରିଥାନ୍ତୁ କି କଣ ହେଲା ସେଇ ଆମେ ସେଇଟା ରିଏଲି ଆମେ ହେଇଛୁ। ନିହାତି ଭାବରେ ସାର୍। ହୁଁ ରିଏଲି ଆମେ ହେଇଛୁ ଯେ ପ୍ରକୃତରେ ଯେ କେବେ ନା କେବେ ଗୋଟେ କୋଉ ପ୍ରକାରର ଗୋଟେ ଭଗବାନ କଣ ଆମକୁ ଗୋଟେ ଆଶୀର୍ବାଦ ଦେଇଥାନ୍ତା ଯେ ବିନା ମେଡିସିନ ରେ ଆମେ କେମିତି ଟିକେ ସୁସ୍ଥ ଅନୁଭବ କରିଥାନ୍ତୁ ଆଜ୍ଞା। ସେଇଟା ଏବେ ମୁଁ ରିଏଲାଇଜ କରୁଛି। 3 ବର୍ଷ ଲାଗିଗଲା। 3 ବର୍ଷ ଲାଗିଗଲା। ଆ- ଆ- ଆଉ ତ ଆଉ ଯିଏ ଯାହା କହିଛି କୋଉଟା ମୁଁ ବାକି କରିନି ହେଲା ମାନେ ମାନେ ଏ ଯୋଉ ତାନ୍ତ୍ରିକ ବାନ୍ତ୍ରିକ ଏଣେ ତେଣେ ଆଜୁ ବାଜୁ ଯାହା ଅଛି ସେ ଏ ଯୋଉ ଆଷ୍ଟ୍ରୋଲୋଜି ଠୁ ଆରମ୍ଭ କରିକି ଯାହା ଅଛି ଆଉ କୋଉଟା ବାକି ନାହିଁ ଆଜ୍ଞା ବୁଝିଲେ। ଆଉ କୋଉଟା ବାକି ନାହିଁ ମାନେ ସବୁ ମୁଁ ସାରି ଦେଇଛି କୋଉଟା ନ କରିକିରି ନାହିଁ। ଆଜ୍ଞା। ହୁଁ ସେ ମିସେସଙ୍କର ସେ ଭଉଣୀର ବି ଆମର ତ ଗୋଟେ କ୍ୟାଟେଗୋରୀ ସବୁ ଯାକ ଗୋଟେ କ୍ୟାଟେଗୋରୀରେ ଅଛୁ। ବୁଝିଲେ? ହେଲା, ସେ ଭଉଣୀର ମୋର ଯାହା ସେ ଭଉଣୀର ବି ତାହା ଆଜ୍ଞା। ହେଲା ସେଇ ବି ସେ ମହାରାଷ୍ଟ୍ରରେ ଯେ ଇଏ କରି ମେଡିସିନ ଡକ୍ଟରକୁ ଦେଖେଇ ଦେଖେଇ କେତେ କଣ ଟେଷ୍ଟ କରିକିରି ହେଲେ ବି ହେଲେ ହେଲା ନାହିଁ। ଲାଷ୍ଟକୁ ମୁଁ କହିଲି ମୁଁ ଗୋଟେ କାମ କରେ ତୁ ଆସେ ଏଠିକି ଆଉ ମୁଁ ତାକୁ କିଛି କହିନଥିଲି ସେ ଯେତେବେଳେ କ୍ଲାସ ହେବାର ଥିଲା ସେ ଆଗରୁ ଗୋଟେ ଟିକେଟ କାଟି ଦେଇଥିଲା ହେଲା ମୁଁ କହିଲି ହଉ ଠିକ ଅଛି ତୁ ଆସ ଏଇଟେ ବ୍ୟସ୍ତତା ହେଲା ଯେତେବେଳେ ଡେଟ୍ ଏକ୍ସଚେଞ୍ଜ ମାନେ ଏକ୍ସଟେନସନ ହେଲା ମୁଁ ପଳେଇ ଯିବି ଆରେ ତୁ ପଳେଇ ଗଲେ ସେଠି କଣ ଭଲ ରହୁ ଆଁ? ନା ମୁଁ ଗଲେ ସେଇଠି ଜଏନ କରିବି ନହେଲେ ହେଲା ମୁଁ କହିଲି ତୁ ସେଇଠି ଜଏନ କରିବୁ ତୁ ତ ଏଇଠି 5 ଦିନ ଏକ୍ସଟ୍ରା ତୁ ତ ରହିପାରୁନୁ 10 ଦିନ ତୁ ଜଗି ପାରୁନୁ ତୁ ସେଇଟା ଆଉଥରେ 2 ମାସ କେମିତି ଜଗୁ ମତେ କହ। ଆଜ୍ଞା। ଏମିତି ତାକୁ ତାକୁ ରଖିଲି ତାପରେ ସେଇ ଏବେ ଯାହା ଭଲ ଲାଗୁଛି ବୋଲି କହୁଛି। ବହୁତ ବଢିଆ ସାର୍ ମାନେ ମହାରାଷ୍ଟ୍ରରେ ଅଛନ୍ତି ମାନେ ତ ସେଠି ଆହୁରି ଫେସିଲିଟି ଥିବ ମାନେ ଯୋଉ ଡକ୍ଟର୍ସ ଯୋଉ ଲେଭେଲରେ ଥିବେ ସେଇ ଲେଭେଲରେ ସେ ଯାଇକି ଦେଖା ସାକ୍ଷାତ କରିଥିବେ ସେଇ ଅନୁସାରେ ହଁ ପରାମର୍ଶ। ହଁ 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 ମହାରାଷ୍ଟ୍ର ମାନେ ମାନେ ହେଭି ମାନେ ବଡ ବଡ ଡକ୍ଟର ମାନଙ୍କ ସାଥିରେ ଯାଇକିରି କଣ୍ଟାକ୍ଟ ବୁଝିଲେ ସାର୍। ହୁଁ ମତେ ମତେ କହିବ ଯେ ଆଜି ଏ ଡକ୍ଟର ପାଖକୁ ଯାଇଥିଲି ସେ ଡକ୍ଟର ପାଖକୁ ଯାଇଥିଲି ଇଏ ପାଖକୁ ଯାଇଥିଲି ବଢିଆ। ଆଉ ଆଉ କଣ କରୁଛି ଆଉ ଏ ପ୍ରକାର ସମସ୍ୟାରେ ଗତିକ୍ରମ କରିଥିଲୁ ଭଗବାନଙ୍କ ପାଖରେ ଯାହା ହଉଛି ହଉ ଆଉ ଏତିକି ମୁଁ କହିବି ଯେ ସେଭେନ୍ ସି ପ୍ରତି ବହୁତ ଉପକୃତ ହେଇଛୁ ଆଜ୍ଞା ଆଉ ଧନ୍ୟବାଦ ସେ ସେଭେନ୍ ସି କୁ ଆଜ୍ଞା। ଧନ୍ୟବାଦ। ଭଉଣୀ କିଛି କହୁଛନ୍ତି ମ୍ୟାଡାମ କିଛି କହୁଛନ୍ତି। ହଁ ସାର୍। ମହାରାଷ୍ଟ୍ରରୁ ଆସିଛନ୍ତି ନା ତାଙ୍କଠାରୁ ଆମେ ଦୀପଦ ଶୁଣିବା ମ୍ୟାଡାମ ଆଗକୁ ପଳେଇ ଆସନ୍ତୁ। ହୁଁ, गुरुजी प्रणाम जय जगन्नाथ। ଜୟ ଜଗନ୍ନାଥ ମ୍ୟାଡାମ। सेवन जी प्रणाम। गुरुजी बहुत ଭଲ ଲାଗୁଛି ଆଉ ଥଣ୍ଡା ଫଣ୍ଡା ରହୁଥିଲା ଟିକେ ଭଲ ଲାଗୁଛି। ବମ୍ବେରେ ତ ପୁରା ଡକ୍ଟରକୁ ଦେଖେଇ ସାରି ଦେଇଛି ମାନେ କହିଲେ ବିମାର କିଛି ନାହିଁ ଖାଲି ତୋର ଏସିଡିଟି ଗ୍ୟାସ୍ ଥାଇରଏଡ ଆଉ ଏଯାକ କିନ୍ତୁ ମୋର ମାଇଣ୍ଡରେ ସବୁ ଯେ ଏତେ ଯୋଉ ପ୍ରୋବ୍ଲେମ ଥିଲା ମାନେ ସବୁବେଳେ ମତେ ଡର ଲାଗୁଥାଏ କାଇଁ କଣ ହେଇଯିବ ଏଇ ଯୋଉ ଆପଣଙ୍କର କଥା ଶୁଣି ମାନେ ବହୁତ ଏଇ ଯାକ ସବୁ ନେଗେଟିଭ ଦୂର ହେଇଗଲା ମୋର ସବୁ ଆଜ୍ଞା ଏବେ ଯାହା ହଉ ଭଗବାନ ଭରସା। ଆଜ୍ଞା। Thank you। ବହୁତ ବଢିଆ ଏବେ ମ୍ୟାଡାମ। ବହୁତ ଭଲ ଲାଗୁଛି ଭଲ ଅଛି। ଥଣ୍ଡା ଫଣ୍ଡା ରହୁଥାଏ ଟିକେ ମାନେ ଥଣ୍ଡା ରହିବ ବି ଗରମ ପାଣି ଗାଧାନି ଥଣ୍ଡା ପାଣିରେ ହିଁ ଗାଧାଏ ସବୁବେଳେ। ହୁଁ, ଏବେ 4ଟା ରାତିରେ ଯୋଉ ଗାଧଉଛି ବି ଭଲ ଲାଗୁଛି ଆଉ ଦେହ ମୁଣ୍ଡ ସୁସ୍ଥ ଭଲ ଅଛି। ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ। ମାନେ ଏତେ ଦିନ ଆସିକି ଆପଣ ରହିଲେ ମହାରାଷ୍ଟ୍ରରୁ ଆସିକି ପ୍ରାୟ 20-25 ଦିନ କି 30 ଦିନ ହେଲାଣି। ଓକେ ରହିବାଟା ଫ୍ରୁଟଫୁଲ ହେଲା ତାହେଲେ। ହଁ ନହେଲେ ବେଶୀ ମୁଣ୍ଡ ବୁଲେଇବା ଯେ ବହୁତ ମୁଣ୍ଡ ବୁଲେଇ କିଛି କରିବନି। ଏଇଠିକି ଯେମିତି ସାର୍ ଆସିଲା ତାକୁ ଆଉଥରେ ଏଇଠି ମୁଁ ଆଉଥରେ ଏ ମେଡିକାଲ କୁ ସେ ମେଡିକାଲ କୁ ଦୌଡେଇଛି। ଓକେ। ମାନେ ମେଡିକାଲ ଯିବି
କରୁଛି ମାନେ ଟାବଲେଟ ଧରି ଆସିବି ଗୁଳାଏ ଲେଖିବେ ଟାବଲେଟ କିନ୍ତୁ ଆଣିବି କିନ୍ତୁ ସୁଟ୍ କରିବନି ସେ ଯାହା ଖାଇଲେ ମାନେ ବେଶୀ ମତେ ଇଏ ହବ ଆଣିବି ଫୋପାଡିବି ଆଣିବି ଫୋପାଡିବାର ଏମିତି କରିବାର ଓକେ। କିଛି ଆଉ ଏବେ କିଛି ମେଡିସିନ ଇଏ କରୁନି ଭଲ ଅଛି ତ ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ। ମାସକୁ କେତେ ଟଙ୍କାର ଔଷଧ ଖାଉଥିଲେ ମ୍ୟାଡାମ? ମାସ ବେଶୀ ନାହିଁ ଖାଲି ଥାଇରଏଡ ଗ୍ୟାଷ୍ଟ୍ରିକ ଟାବଲେଟ ଆଉ ବାକି ଯୋଉ ଟାବଲେଟ ଯୋଉ ଦେବାର ବାକି ଫୋପାଡ଼ି ଦେବାର ମାନେ ମତେ ସୁଟ୍ କରିବନି ମୁଁ ଖାଇବାର ନାହିଁ ବହୁତ 400-500 ଟଙ୍କାର ସରିବାର ମେଡିସିନ ଓକେ ଓକେ କିନ୍ତୁ କଷ୍ଟଟାକୁ ଧରିକି ରଖିଥିଲେ ବର୍ଷ ହେଲା। କଷ୍ଟଟା ବେଶୀ। କଷ୍ଟଟା ମାନେ ମାନେ ମୁଁ ମାର୍କେଟ ଯିବି କଣ ଯିବି ସାୟଦ ମୁଣ୍ଡ ବୁଲେଇବ ସାୟଦ ମୁଁ ଖାଲି ଭାବିବି ଗୋଟେ ପଡିଯିବି ମାନେ ମତେ ଗୋଟେ ଡର ଥିଲା ଗୋଟେ ମାନେ ବମ୍ବେରେ ତ ମାନେ ଏତେ ଗାଡି ଗୁଡା ଯେ ମାନେ ରୋଡ କ୍ରସ କରିବା ପାଇଁ ବି ଡର ମାନେ ନିହାତି ଏତେ ଯେ ମତେ ମୋର ବହୁତ ଡର ଲାଗୁଥାଏ ମାନେ ମୁଁ ଯିବି ମାର୍କେଟ ମାନେ କେମିତି ମୁଁ ଆସିବି ଘରକୁ ଆଉଥରେ ଏଇ ଡର ମତେ ଖାଉଥାଏ କିନ୍ତୁ ଆପଣ ସବୁ ମାନେ ଡର ପୁରା ଦୂର ଯାହା ହଉ ପ୍ରଭୁଙ୍କ ଇଚ୍ଛା ଭଗବାନଙ୍କ ଇଚ୍ଛା ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ ଯାହା ବହୁତ ଖୁସି ଲାଗିଲା। ଅନେକ ସମସ୍ୟା ଆମେ ନିଜେ ସମାଧାନ କରିପାରିବା ବନ୍ଧୁଗଣ ଜାଣିନେ ନା ତେଣୁକରି ଆମକୁ ରାସ୍ତା ମିଳୁନି କିନ୍ତୁ ଏଭ୍ରିଥିଙ୍ଗ ପସିବଲ ଏବେ ଦେଖନ୍ତୁ ଆପଣମାନେ 20-25 ଦିନ ସମୟ ବାହାର କଲେ ଯୋଗ ଦେଲେ ରିଜଲ୍ଟ ପାଇଲେ କି ନାହିଁ? ଓକେ ଏବେ ମ୍ୟାଡାମ ମୁଁ ମୁମ୍ବାଇରୁ ଆସିକି ଫୁଲବାଣୀରେ ରହିଲେ ଅନଲାଇନ କ୍ଲାସ କଲେ ଓକେ ମାନେ ଦେଖନ୍ତୁ କେତେ ମୁମ୍ବାଇରୁ ଜଣେ ଆସିଲେ ଭାଇ ପାଖରେ ମାସେ ରହିଲେ ମାନେ ସେ ସେତିକି କଷ୍ଟ ଫିଲ୍ କରୁଛନ୍ତି ଓକେ ଆସିକି ଏଇଠି ରହିଲେ ଓକେ ନହେଲେ ପିଲା ଛୁଆକୁ ଛାଡିକି 2 ଦିନ 4 ଦିନ ରହିଲା ବେଳକୁ କେମିତି କେମିତି ନା କଣ ମ୍ୟାଡାମ? ହଁ ଘର ସଂସାର ବହୁତ ମାନେ ବାପା ବୋଉ ବହୁତ ପରିଶାନ ହେଇଗଲେଣି ଆଉ ଜଲ୍ଦି ପଳେଇ ଆସ। ବହୁତ ପୁଅ ପୁଅ କହିଲେ କି ତୁ ଯାଇଥିଲୁ ମାସେ ପାଇଁ ମମି ତୁ 2.5 ମାସ ହେଇଗଲାଣି କେବେ ଆସିବ ରିଟର୍ନ ମାନେ ମୁଁ ଆସୁଛି 8 ଦିନ କାହିଁକି ପୁଅ ସକାଳୁ ଗଲେ ସିଏ ଆସୁଛି 8ଟା 9ଟା ହେଇଯାଉଛି ତାର ହୁଁ, ତାର କ୍ଲାସ ରହୁଛି ସେଇ ବିଟେକ୍ କରୁଛି ଏବେ ହୁଁ, ତାର ପଢାରେ ବ୍ୟସ୍ତ ରହୁଛି ବେଶୀ ହୁଁ, ତ ଟାଇମ କିଛି ନାହିଁ ଆଉ ତାଙ୍କର ଡାଡି ବି ସେମିତି ଗଲେ ବି ତାଙ୍କର ବି କିଛି ଟାଇମ ନାହିଁ ଖିଆ ପିଆର ବହୁତ ପ୍ରୋବ୍ଲେମ ହଉଛି ହୁଁ, ହୁଁ। ସେ ବହୁତ ତକଲିଫ ହଉଛନ୍ତି ଆଉ ହେଲା ଆଉ 4-5 ଦିନ ପରେ ତ ପଳେଇବେ ନା ଟିକେଟ ହେଇଯାଇଛି ପରା। ହଁ 9 ତାରିଖ ଟିକଟ ଅଛି ଓକେ ସାୟଦ ମମି ବି ଯିବେ ସାଙ୍ଗରେ ମମି କି ବି ଡାକୁଛି ଚାଲ 2 ମାସ ରହିକିରି ଆସିଗଲି ଓକେ ଆଉ ଭାଇନା ଭାଉଜଙ୍କୁ ଡାକୁଛନ୍ତି ତାଙ୍କର କେବେ ଯୋଗ ଆସିବେ ବମ୍ବେ ଆସୁ ମୁଁ କହୁଛି 25 ବର୍ଷ ହେଲା ମୁଁ ଅଛି ବମ୍ବେରେ 25 ବର୍ଷ ହେଇଗଲାଣି। ହଁ 25 ବର୍ଷ ହେଇଗଲାଣି ଓ, ତାଙ୍କୁ ଡାକୁଛି ଆସିବା ପାଇଁ ଆସ ଟିକେ ବୁଲାବୁଲି କରି ଯିବ ତାଙ୍କେ ଆସିବେ କେବେ ଆଉ ପିଲାମାନଙ୍କର ଏକ୍ଜାମ ପଢାପଢିରେ ତାଙ୍କେ ବି ବ୍ୟସ୍ତ ରହୁଛନ୍ତି ଆସିପାରୁନାହାନ୍ତି ବହୁତ ବଢିଆ ଏଥର ଯିବେ ଏଥର ଯିବେ ଖୋଲିଗଲାଣି। ଏ ଏ ଶରୀର ପାଇଁ ବୋଲିକିରି କୁଆଡେ ଯାଇପାରୁନୁ ସାର୍ ବୁଝିଲେ ନିହାତି ଭାବରେ sir। ମୁଁ ତ କହିଲି ନା ଏଇଟା ଗୋଟେ ଏଥର ଯାଇପାରିବେ। ମନରେ ଗୋଟେ ତ ଇଏ ଅଛି ଆଉ କଣ ବୁଝିଲେ ଲୋ ସାର୍ ଆମର ସବୁ ସୁବିଧା ଅଛି ଯୋଉଠି ଯିବୁ ସୁବିଧା ଅଛି ରହିବା ଖାଇବା ସବୁ ସୁବିଧା ଅଛି କିନ୍ତୁ ଆମେ ଯାଇପାରୁନୁ ଆଉ ଯୋଉ ଲୋକମାନେ କିଛି ତାଙ୍କର ସୁବିଧା ନାହିଁ ତାକେ କାହିଁ ସେ ଶିରିଡି କାହିଁ ଜଗନ୍ନାଥ କାହିଁ ବଳଭଦ୍ର କାହିଁ କୁଆଡେ ଯାଇକିରି କୁଆଡେ ଦେଖି ଦେଇକିରି କୋଉଠି ରହୁଛନ୍ତି କୋଉଠି ଖାଉଛନ୍ତି କୋଉଠି ପିଉଛନ୍ତି ଯାଇକିରି ପଳେଇ ଆଉଛନ୍ତି କିନ୍ତୁ ଆମ ସବୁ ସୁବିଧା ଥାଇକିରି 2 ମାସ ରହିଲେ ବି ହେଲେ କିଛି ଟେନସନ ନାହିଁ କିନ୍ତୁ ଆମେ ଯାଇପାରୁନୁ କଣ କରିବୁ ଏବେ ଆଉ ନାହିଁ ଏବେ ଆରାମରେ ଯାଇପାରିବେ ସବୁ ଜାଗାକୁ ଆପଣ ଯାଇ ଧୀରେ 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 ଗୋଟେ ପରେ ଗୋଟେ ଜାଗା ଆଉ ଯାଇପାରିବେ। ବୁଲିବା ପାଇଁ କାହାର ଇଚ୍ଛା ନାହିଁ କହୁନାହାନ୍ତି ସମସ୍ତଙ୍କର ଇଚ୍ଛା ଯେ ଇଆଡେ ସୁସ୍ଥ ଥିଲେ ସିନା ଟିକେ ଯାଇକି ଟିକେ ବୁଲିକି ଆସିବା ମ୍ୟାଡାମ ଆଉ କିଛି କହୁଛନ୍ତି କି? ହଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ମ୍ୟାଡାମ। ବହୁତ ବହୁତ ଜୟ ଜଗନ୍ନାଥ ଗୁରୁଜୀ ଜୟ ଜଗନ୍ନାଥ ମ୍ୟାଡାମ ଜୟ ଜଗନ୍ନାଥ। ୟେସ୍ କୁହନ୍ତୁ। ଗୁରୁଜୀ ମୋର ଯାହା ସବୁ ପ୍ରୋବ୍ଲେମ ଥିଲା ସବୁ ଭଲ ଅଛି ସବୁ ପେନ୍ ଟିକେ କମି ଯାଇଛି ଆଉ ଅଣ୍ଟା ବଥା ଥଣ୍ଡା ସବୁ କମି ଯାଇଛି ଆମେ ଯୋଉ 4ଟାରୁ ଗାଧଉଛୁ ଥଣ୍ଡା ଫଣ୍ଡା କିଛି ନାହିଁ ଦେହ ପୁରା ସୁସ୍ଥ ଲାଗୁଛି ଭଲ ଲାଗୁଛି ବହୁତ ବଢିଆ ମ୍ୟାଡାମ ବହୁତ ବଢିଆ ବିନା କୌଣସି ଔଷଧରେ ଏସବୁ ଜିନିଷ ହବାଟା ମାନେ ନିହାତି ଭାବରେ ଗ୍ରେଟଫୁଲ ଉପର ବାଲାଙ୍କ ପ୍ରତି ଗ୍ରେଟଫୁଲ ରୁହନ୍ତୁ ସମସ୍ତେ ଓକେ ଦେଖନ୍ତୁ ପୁରା ପରିବାର ଘରେ ରହିଲେ ସୁସ୍ଥ ହେଇଗଲେ ଖୁସିର କଥା କି ନାହିଁ? ହଁ ହଁ। ଥଣ୍ଡା ସାରେ କେବେ ଛାଡିବନି ଥଣ୍ଡା ବିଲକୁଲ ଛାଡିବନି ମାନେ ଏତେ ଥଣ୍ଡା ଯେ କଣ ମା ମୁଁ ତ ବେଳେ ବେଳେ ତ 2 ମଗ ଗାଧେଇବି ଏଇଠି ଏଇଟେ ଫୁଲବାଣୀ ତ ଥଣ୍ଡା ଜାଗା ନିହାତି ହେଲା ପୁଣି
ଫୁଲବାଣୀ ଥଣ୍ଡା ଜାଗା, ଏଇ ଯୋଉ ବର୍ଷା ବର୍ଷି କ୍ଲାଇମେଟ ଯଦି ପାଗ ଚେଞ୍ଜ କରିଦେଲା, ମତେ ଆଉ ଯାହା ଲାଗିବ କୁହନ୍ତୁନି। ମୁଁ 2 ମଗ ଗୋଟେ ପକେଇବି, ଯେତିକି ହେଲା ହେଲା, ଓଦା ଟୱାଲରେ ପୋଛା ପୋଛ ହେଇ ଅଫିସ ପଳେଇବି। ଏବେ ପୁରା ଡେଇଲି ବର୍ଷା ଡେଲି ଗାଧା ହଉଛି। ବହୁତ କା- ବଢିଆ। କାଲି ତ ଦି ଥର ଗାଧେଇଛୁ ପୁରା ଫୁଲ ଦମରେ। ଆଜି ତ ଆଜି ଲାଷ୍ଟ ବୋଲିକି ଆଜି ଫୁଲ ଗାଧେଇଛି। ମୁଣ୍ଡ ଫୁଣ୍ଡ ଧୋଇକି ବହୁତ। ପୁରା ଗାଧେଇଛି। କିଛି ନାହିଁ ସାର୍, ସେଭେନ୍ସ ର ବଳୟ ଭିତରେ ଅଛନ୍ତି ନା, କିଛି ହବ ନାହିଁ, ସମସ୍ତେ ସୁରକ୍ଷିତ ଅଛନ୍ତି। ନାଇଁ ବହୁତ ଥଣ୍ଡା ରହୁଥିଲା, ଜର ବି ରହୁଥିଲା, ମୁଣ୍ଡ ବିନ୍ଧା, ଚିଡଚିଡା, ହୁଁ। ପୁରା ବିରକ୍ତ ଲାଗୁଥିଲା, ବହୁତ କିଛି ଲାଗୁଥିଲା। ଏବେ ପୁରା ପୁରି ଭଲ ଲାଗୁଛି। ହଁ। ଆଉ ଏତେ ଥଣ୍ଡାରେ ବି ମୁଁ ସବୁବେଳେ ଥଣ୍ଡା ପାଣି ହିଁ ଗାଧେ, ଆଗେ ଗାଳି କରିବେ ତୋର ତ ମୁଁ ଗାଳି ଥଣ୍ଡା କରିବି, ପଡୁଛି। ମାନେ ଥଣ୍ଡା ଦିନ ତ ଆଇସ୍ ଟା ଯାହା, ଫୁଲବାଣୀ ପାଣି ଟା ତାହା। Yeah. ଆଇସ୍ ଟାକୁ ଧରିଲେ ଯାହା, ଫୁଲବାଣୀ ପାଣିଟା ତାହା। ହେଲେ ସେଇ ଥଣ୍ଡା ପାଣିରେ ସେଇ ଗାଧେଇ ପକେଇବେ। ମୁଁ ବି ହେଲେ ସେଇ ଥଣ୍ଡା ପାଣିରେ ବେଳେ ବେଳେ ବେଶୀ ଥଣ୍ଡା ଲାଗିଲେ ଗାଧେଇବି ଆକା। ହଁ। ଆଉ ଏକ୍ସେସ ଯଦି ବଡିଟା ଯଦି ନ ଭଲ ଲାଗିଲା ହେଲେ, ଯାହା ବି ହେଲେ ଗରମ ପାଣି ଟିକେ ପସ୍ କରିବି ଆଉ। ଥ୍ୟାଙ୍କ ୟୁ ଗୁରୁଜୀ। ଆଉ ବହୁତ ଆମେ ଆଉ ଶିଖିବା କାଲି ଆପଣଙ୍କ ଠାରୁ। କାଲିକି ତ ବାହାରକୁ କରୁଛି ଆଉ ସକାଳୁ। ପରଦିନ ଭେଟଘାଟ ଜୟପୁରରେ ଆଉ। ଥ୍ୟାଙ୍କ ୟୁ ସୁଶାନ୍ତ ସାର୍, ଥ୍ୟାଙ୍କ ୟୁ ମ୍ୟାଡାମ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ତ ଏଇ ଜିନିଷ ହିଁ ଦରକାର ବନ୍ଧୁଗଣ। ଓକେ, ମୁଁ କଣ କହେ, ମୁଁ କେବଳ ଗୁଡ ନ୍ୟୁଜ ଶୁଣେ। ଓକେ, ମୁଁ କେବଳ ଗୁଡ ନ୍ୟୁଜ ଶୁଣେ। ଦେଖନ୍ତୁ ଏବେ ଗୁଡ ନ୍ୟୁଜ ସେୟାର କରୁଛନ୍ତି କେତେ ଭିତରୁ, ଏବେ ସୁଶାନ୍ତ ସାର୍ ଦେଖିଲେ କି ମ୍ୟାଡାମ ଭିତରୁ ଖୁସି ବାହାରୁଛି କି ନାହିଁ। ଓକେ, ସେ ଖୁସି ଗୁଡାକ ଭିତରୁ ବାହାରୁଛି, ଯୋଉଟା କି କେତେ କେତେ ବର୍ଷ ହେଲା ଦବିକି ଥିଲା। ଓକେ, ବାହାରିବା ପାଇଁ ଚାହୁଁଛି, ବାହାରି ପାରୁନି, କାରଣ ଶରୀର ଅଟକେଇ ଦଉଛି, ମନ ଅଟକେଇ ଦଉଛି। ଓକେ, ଏବେ ଶରୀର ସୁସ୍ଥ, ମନ ସୁସ୍ଥ ହେଇଗଲା, ଶରୀର ସୁସ୍ଥ ହେଇଗଲା, ଏବେ ବିନ୍ଦାସ। ଓକେ, ଥ୍ୟାଙ୍କ ୟୁ ସୁଶାନ୍ତ ସାର୍, ଥ୍ୟାଙ୍କ ୟୁ। ବହୁତ ବଢିଆ। ତ ଚାଲନ୍ତୁ ନେକ୍ସଟ ସେରିଂ ନବା। ତା ପୂର୍ବରୁ ଟିକେ ଡ୍ୟାନ୍ସ ହେଇଯାଉ, ସମସ୍ତେ ଠିଆ ହୁଅନ୍ତୁ।